ଜୟ ଜଗନ୍ନାଥ ସାଙ୍ଗମାନେ। ମଣିଷ ସବୁ ପରିସ୍ଥିତିର ଦାସ। ଗୋଟେ ମା ସକାଳୁ ଉଠିଲେ ସିଏ ଆଗ ଭାବିବ ପ୍ରଥମେ ତା ନିଜ କାମ ନ ସାରୁ ପିଲାଙ୍କ କର୍ତ୍ତବ୍ୟ କଥା ଭାବିବ। କେଉଁ ପିଲା ସ୍କୁଲ ଯିବ, କି ଛୋଟ ପିଲାଟା କ୍ଷୀର ଖାଇବ, ଅମୁଲ ଖାଇବ, ସବୁ ଜିନିଷ ସିଏ ମୋ ପିଲାଙ୍କୁ କ'ଣ ଖାଇବାକୁ ଦେବ ବୋଲି ମା ଏଇଟା ବିଚାର କରିବ। ଆଉ ଗୋଟେ ବାପର କର୍ତ୍ତବ୍ୟ ସିଏ କ'ଣ ବିଚାର କରିବ ନା ରାତି ପାଇଲେ ସକାଳୁ ଗଲେ ମୁଁ ଚାକିରି ଯିବି, କି କାହା ବିଲକୁ ଯିବି, କି କର୍ମ କରିବି, ଦୁଇ ପଇସା ଆଣିଲେ ମୋ ପରିବାର ପୋଷଣ ହେବ। ସାଙ୍ଗମାନେ, ଗୋଟେ ଚାଷୀ ସିଏ ଚାହିଁବ ମୁଁ କେମିତି ମୋ କ୍ଷେତକୁ ଗଲେ, ମୋ ବିଲରେ ଖଟିଲେ, କିଛି ଫସଲ ତିଆରି କଲେ, ଧାନ ପରିବା ଯାହା ବି ହଉ ସଂସାର ଖାଇବ। ଇଏ ହେଉଛି ଗୋଟେ ବିଚାର। ତା ଭିତରେ ପରିସ୍ଥିତି କାହାକୁ କେଉଁ ବାଟରେ ପକାଉଛି, କିଏ କେଉଁ ଅସୁବିଧାର ସମ୍ମୁଖୀନ ହେଉଛି, କିଏ କେମିତି ହେଉଛି, କିଏ କାହା ପରିସ୍ଥିତି କାହା ପରିବାରକୁ ନେଇକି ଚଳୁଛି, ଏସବୁ ଜିନିଷ ବିଚାରଧାରା ମଣିଷମାନେ କରୁନାହାନ୍ତି। ଆଜିକାଲିରେ ତ ଭଲ ମଣିଷ ନାହାନ୍ତି। ଏହା କଳିଯୁଗ ଆଜ୍ଞା। ଏଠି ଭଲ ମଣିଷ ମିଳିବା ବହୁତ କଷ୍ଟ। ଯିଏ ବହୁତ ମିଛ କହିବ ସିଏ ବହୁତ ଆପଣାର ହେବ। ଆଉ ଯାହାକୁ ମିଛ କହି ନ ଆସିବ, ସତ କହୁଥିବ, ସେ ସମସ୍ତଙ୍କର ଶତ୍ରୁ ହେଉଛି। ମୁଁ ନିଜେ ମୋ କଥାରୁ ମୁଁ ଅନୁତାପ କରୁଛି। ମୁଁ କିଛି ଫାଇନାନ୍ସ ଡିସ୍ପେନ୍ସରେ ପଶିଯାଇଛି ମୋ ମେଡ଼ିକାଲ କେସ୍ଠୁ। ମୋ ସ୍ତ୍ରୀ ମୋତେ ଅଧା ରାସ୍ତାର ସାଥୀ କରିକି ଛାଡ଼ିକି ଚାଲିଗଲା। ପିଲା ଦୁଇଟାକୁ ସମ୍ଭାଳୁଛି। ଯାହା ବି ଯେମିତି ହଉ ଗୋଟେ ଛୋଟିଆ ମୋଟିଆ ଦୋକାନ କରୁଛି, କିଛି କର୍ଜଦାମ କରିଦେଇଛି। ମୁଁ ତାକୁ ହ୍ୟାଣ୍ଡେଲ କରୁଛି। କିନ୍ତୁ ଘର ଲୋକମାନେ ବେଶୀ ଶତ୍ରୁତା ହେଇକି ଯାହାଠୁ ବି ଆଣିଛି, ଯାହା କରିଛି, ତାଙ୍କୁ ଉପଦେଶ ମାନେ ମୋ ବିରୁଦ୍ଧରେ ବେଶୀ ସେମାନେ କହୁଛନ୍ତି। ରାବଣ ମଲା ବିଭୀଷଣ ସକାଶେ। ସେ ତ ଭଗବାନଙ୍କର ଲୀଳା ଥିଲା, କିନ୍ତୁ ଘର ଭିତରେ ଶତ୍ରୁ ଥିଲା ତାର, ସେଥିପାଇଁ ସେ ମଲା। ସେମିତି ଘର ଭିତରେ ବି ଶତ୍ରୁ ମୋର ଅଛନ୍ତି। ଖାଲି ମୋର ନୁହଁ ସାଙ୍ଗମାନେ, ବିଚାର କର, ଶତ୍ରୁ ତିଆରି ହେଉଛି ଘର ଭିତରେ। ତମ ଘରର ଗୁମର ଯଦି ବାହାର ଲୋକ ନ ଜାଣିବେ, ସିଏ କିଏ? ସେ ଘରେ ହିଁ ଥାଆନ୍ତି, ଯିଏ ବି ହଉ। ତମେ ବିଚାର କର, ମୁଁ ଯେଉଁଟା କହୁଛି ତମେ ମାନେ ଦେଖୁଛ, ଶିକ୍ଷିତ ଯୁବକ ଅଛନ୍ତି, ପାଠଶାଠ ପଢ଼ିଛ, ଯୁବକ ଯୁବତୀ ଯେତିକି ଭାଇ ଭଉଣୀ ମାନେ ଦେଖୁଛ ସବୁ। ମୁଁ କ'ଣ ଠିକ୍ କହୁଛି ନା ଭୁଲ କହୁଛି ବିଚାର କର। ଆରେ ମୋ କଥା ତ ମୁଁ ସମ୍ଭାଳିବି। ମୁଁ ଯଦି କରିଛି, ତମେ ତ ଘଣ୍ଟା ଖାଇବାକୁ ଦେଇପାରିବନି, କିନ୍ତୁ ଭାତ ଥାଳିଟାକୁ କାହିଁକି ଓହ୍ଲଉଛ କାହାର? ଯିଏ ଯାହା କରୁଛି ସିଏ ତା କଥା ବୁଝିବ। ତମେ ତମ କଥା ସମ୍ଭାଳ। ଆଜି ତମ ବେଳା ପଡ଼ିଛି, ମୋ ବେଳା ଖରାପ ଅଛି, ସେଥିପାଇଁ ତମେ କହୁଛ। କିନ୍ତୁ ମନେ ରଖ, ସମୟ ବଡ଼ ବଳବାନ। ଭଗବାନ କହିଛନ୍ତି, ପୁରାଣ ଶାସ୍ତ୍ର ମୁଁ କିଛି ଶୁଣିଛି, ଲୋକମାନଙ୍କଠୁ ବୁଝିଛି, ଗାଳି ଦିଅ ସହିଯିବି, ଗର୍ବ କରନି। ଆଉ କଷ୍ଟ ଦେଲା ପରେ କୃଷ୍ଣ ପାଇବ। ଜଣେ କଷ୍ଟ ଉପଭୋଗ କଲା ପରେ ସେ କୃଷ୍ଣ ପାଇବ। ମୁଁ ଶୁଣିଛି। ମୁଁ ଏଠି ଦୋକାନ କରିଛି, ଗୋଟେ ଛୋଟିଆ ମୋଟିଆ ଦୋକାନଟିଏ କରିଛି ମୋ ପିଲାଙ୍କ ପାଇଁକା। ଆଉ ତ ବାହାରକୁ ଯାଇପାରିବିନି, ମୋ ସ୍ତ୍ରୀ ମୋତେ ଛାଡ଼ି ଚାଲିଗଲା। ପିଲାମାନଙ୍କ ପାଠପଢ଼ା ଦେଖିକି ଦୋକାନ ବଜାରଟିଏ ଛୋଟିଆ ମୋଟିଆ ଟିଏ କରିଛି। ଏଠି କିଛି ଲୋକ ଆସୁଛନ୍ତି, ପଇସା ପତ୍ର, ସୁଧ ମୁଦ, ଅମକ ସମକ ଢିଙ୍କି ପକ ସେମାନେ ଦେଇଛନ୍ତି। ଆଣିଛି ମୁଁ, ହକ ଆଣିଛି, ମୁଁ ମାନୁଛି। ସେମାନେ ବହୁତ କଥା ବହୁତ କହିଦେଇ ଯାଉଛନ୍ତି, କିନ୍ତୁ ମୁଁ ସହୁଛି। କାଠ ପଥର ଭଳିଆ ସହିବାକୁ ପଡ଼ୁଛି। ଜବାବ ଦେଇପାରୁନି, ଆଜି ଦେବି କାଲି ଦେବି ସେମାନେ ଆଉଛନ୍ତି। କିନ୍ତୁ ଶତ୍ରୁମାନେ ଚାରିପଟେ ଚକ୍ରାନ୍ତ କରିକି ଲାଗିଛନ୍ତି ଆହୁରି ଭିଡ଼ିଦେବା। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଭଗବାନଙ୍କ ଆଶୀର୍ବାଦ
ସମସ୍ତଙ୍କ ମଥାରେ ଥାଏ ଆଜ୍ଞା, ସମସ୍ତଙ୍କୁ ଦିଅନ୍ତି। କିଏ ଯଦି ଭଲରେ ଉପକୃତ ହେଇକି ଉଠିଗଲା, ଗର୍ବ କଲା, ତାକୁ ଅଧ ବାଟରୁ ଛିଣ୍ଡେଇ ଦେବେ। କାହାକୁ ଆମେ ଦେଇପାରିବାନି, କାହା ବିରୁଦ୍ଧରେ କହିବାନି, ତାକୁ ଅଧ ବାଟରୁ ଛିଣ୍ଡେଇ ଦେବେ। ଆଉ କଷ୍ଟ ଯଦି ମିଳୁଛି, ତାକୁ କୃଷ୍ଣ ନିଶ୍ଚିତ ମିଳିବ। ଗରିବ ଗୁରୁବା ପିଲା, ବେଶୀ ପାଠଶାଠ ପଢ଼ିନି, ମୋ ଭିଡ଼ିଓ ମାନେ ଆପଣ ସମସ୍ତେ ଦେଖୁଛନ୍ତି, ଖାଲି ଆପଣମାନଙ୍କୁ ଅନୁରୋଧ, ଆଉ ଟିକେ ଲାଇକ୍ ସବସ୍କ୍ରାଇବ୍ କରିକି ଆଗକୁ ବଢ଼େଇ ଦେଲେ, କାଲି ସକାଳେ ମୁଁ ଜାଣିନି ମୋର କ'ଣ ହେବ। ଯେହେତୁ 35 ବର୍ଷରେ ମୋ ସ୍ତ୍ରୀ ଚାଲିଗଲା, ସେମିତିଆ ରୋଗ, ତାକୁ କ୍ୟାନ୍ସର ବୋଲି ଗୋଟେ ଜିନିଷ ହେଇଥିଲା, ଯେଉଁଟାକି ଭୟଙ୍କର ଖତରନାକ ଜିନିଷ। ବହୁତ ସେଇଠି ମୁଁ ବର୍ବାଦ ହେଇଯାଇଛି 2 ବର୍ଷ ଷ୍ଟ୍ରଗଲ୍ କରିକି। ଆଉ ଯଦି ଆପଣମାନେ ଆଗକୁ ବଢ଼େଇଦେବେ, ମୋ ପିଲାଙ୍କର ଉପକୃତ ହେବ। ଏତିକି ରହିଲି। ଛୋଟିଆ ମୁଣ୍ଡରେ ଯାହା କହିଲି, ଆପଣ ଥରେ ବିଚାର କରିବେ, ଭାବିବେ, ସତ କହିଲା କି ମିଛ କହିଲା। ସବୁ ଯାକ ସତ ଏଇଠି ଅଛି, ଆଉ ସବୁ ଯାକ ମିଛ ଏଇଠି ଅଛି। ଜୟ ଜଗନ୍ନାଥ। ଭଗବାନଙ୍କୁ ଡାକୁଛି, ଆପଣମାନଙ୍କର ଦିନ ଶୁଭମୟ, ରାତି ଶୁଭମୟ ହଉ। ହସ ଖୁସିରେ ଆପଣଙ୍କ ପରିବାର ହସ ଖୁସିରେ ଭରିଯାଉ। ସୁଖମୟ ଜୀବନ ବଞ୍ଚନ୍ତୁ। ମୁଁଟା ଖାଇବାକୁ ପାଉନି ଆଜ୍ଞା, ରୋଷେଇ କଲେ ଖାଇବି। ପିଲା ଦୁଇଟା ସ୍କୁଲ ଯିବେ, ତାଙ୍କୁ କ'ଣ କଲେ କରିକି ଦେଲେ ସେ ଖାଇବେ। ଏଇ ଅବସ୍ଥାରେ ମୁଁ ବର୍ତ୍ତମାନ ବଞ୍ଚିଛି। ଏତିକି କହିକି ରହୁଛି। ଜୟ ଜଗନ୍ନାଥ। ଜଗତନାଥ ଜଗନ୍ନାଥ ଆପଣମାନଙ୍କୁ ଭଲରେ ରଖନ୍ତୁ, ହସ ଖୁସିରେ ରଖନ୍ତୁ, ଏତିକି ମୋର ପ୍ରାର୍ଥନା। ଆପଣମାନଙ୍କୁ ଅନୁରୋଧ, ହାତ ଯୋଡ଼ିକି ନେହୁରା ହେଉଛି, ମୋ ଭିଡ଼ିଓଟାକୁ ଆଗକୁ ନେଲେ, ମୋ ପିଲାମାନେ ଯଦି ମୁଁ କାଲି ମରିଯିବି, ମୋର ଆଉ କେହି ନାହାନ୍ତି ଆଶାର ଭରସା, ମୋ ପିଲା ଦୁଇଟା ଉପକୃତ ହେଇଯିବେ। ଏତିକି କହିକି ରହୁଛି।